ହୋଇଛି ଏହି ମଞ୍ଚରେ ମଞ୍ଚସ୍ଥ ସଭାର ସଭାପତି ଶ୍ରୀଯୁକ୍ତ ପ୍ରିୟରଞ୍ଜନ ପାଟଶାଣୀ, ଆମର ନିଗମାନନ୍ଦ ବିଦ୍ୟାନିକେତନ ବଡ଼ ପୋଖରିଆର ପ୍ରଧାନ ଶିକ୍ଷକ ମହୋଦୟ, ଏନର୍ଜି କ୍ଲବର ଇନଚାର୍ଜ ଝରଣା ମ୍ୟାଡ଼ାମ, ମୋର ସହ ଶିକ୍ଷୟିତ୍ରୀ ବୃନ୍ଦ ଏବଂ ପ୍ରିୟର ଛାତ୍ରଛାତ୍ରୀମାନେ, ଆମେ ଜାଣିଛେ ସକଳ ଶକ୍ତିର ଆଧାର ହେଉଛନ୍ତି ସୂର୍ଯ୍ୟ, କିନ୍ତୁ ଆମେ ସୂର୍ଯ୍ୟଙ୍କର ଶକ୍ତିକୁ 0.001% ମଧ୍ୟ ବ୍ୟବହାର କରିପାରୁନୁ। ଆମେ ଜାଣିଛେ ଶକ୍ତି ଯୋଉ ସୋର୍ସରୁ ଆମେ ବ୍ୟବହାର କରୁଛେ ତାହା ଖୁବ୍ ଶୀଘ୍ର ସରିବାକୁ ଯାଉଛି, ଯୋଉଟାକି ହେଉଛି ପାରମ୍ପରିକ ଶକ୍ତି। ଆଉ ଯୋଉ ଅଣପାରମ୍ପରିକ ଶକ୍ତି ରହିଛି, ଯାହାର କି ବିନାଶ ନାହିଁ, ତାହାର ବ୍ୟବହାର ନଗଣ୍ୟ ମାତ୍ର। ବର୍ତ୍ତମାନ ମାନବ ସମାଜ, ଆମର ବୈଜ୍ଞାନିକ ମାନେ ସବୁ କ୍ଷେତ୍ରରେ ଚେଷ୍ଟା କରୁଛନ୍ତି, ଚେଷ୍ଟିତ ଅଛନ୍ତି କିଭଳି ଏହି ଅଣପାରମ୍ପରିକ ଶକ୍ତିରୁ ଅଧିକରୁ ଅଧିକ ଦୈନନ୍ଦିନ ବ୍ୟବହାର ପାଇଁ ତାକୁ ବ୍ୟବହାର କରିପାରିବେ। ଏହି ସମୟ ମଧ୍ୟରେ ଯୋଉ ପାରମ୍ପରିକ ଶକ୍ତି ରହିଛି ତାର ସତ୍ ବ୍ୟବହାର କରିବା, ତାକୁ ଅଯଥାରେ ଅପଚୟ ନ କରିବା, ଏହାର ନିହାତି ଆବଶ୍ୟକତା ରହିଛି। ଏହିସବୁ ବିଷୟରେ ସଚେତନ କରିବା ପାଇଁ ଆମ ବିଦ୍ୟାଳୟ ସ୍ତରୀୟ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥିଲା ଏବଂ ତୁମମାନଙ୍କ ମଧ୍ୟରେ ସଚେତନତା କାର୍ଯ୍ୟକ୍ରମ ଏବଂ ସଚେତନତାକୁ ଜାଗ୍ରତ କରିବା ପାଇଁ ତୁମମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସେହି ପ୍ରତିଯୋଗିତାର ଫଳସ୍ୱରୂପ ଆମ ଭିତରେ ଯେଉଁ କୃତକାର୍ଯ୍ୟ ହୋଇଥିବା ପ୍ରତିଦ୍ୱନ୍ଦ୍ୱୀମାନେ ରହିଛନ୍ତି ସେମାନଙ୍କୁ ଆଜି ଆମ ବିଦ୍ୟାଳୟ ତରଫରୁ ପୁରସ୍କୃତ କରାଯିବ। ଧନ୍ୟବାଦ।